এইଠି ইন্দ্রর পুয় জয়ন্ত আজ্ঞা কুবের স্ত্রী জয়ন্তী কি বলাৎকার কলা। ধর্মরাজ হচ্ছেন যম দেবতা। আচ্ছা যমଙ୍କ নিকটরে কুবের ফেরাত দেলে আজ্ঞা অভিশাপ দেলে। অভিশাপ যম দেবতা ইন্দ্র পুয় কলে মর্ত্যরে মଣିষ হইকি জন্ম হ মাইচিয়া হবু তো স্ত্রী কি পরপুরুষ বলাৎকার করিবে আউ তো স্ত্রী পাখকু পরপুরুষ গলা বেলে তোতে কেতে যে কষ্ট হব তোতে কেতে যে যন্ত্রণা হব তু সেই সময় জানিবু। এ অভিশাপ কু গ্রহণ করি ভারদার উপরে জন্ম হলা কিয়ে না ইন্দ্র পুয়। কৃষ্ণ কইছন্তি ভারদা কইব কিয়ে জিতিব বলি মহাভারত যুদ্ধরে। তৃতীয় দ্বিতীয় পাণ্ডব ভীম যাইছি ভারদাকু আনিবা পাই। আজ্ঞা সন্ধ্যা হলে তো আসিবেনি শিবির ভিতরকু কেই। মহাভারত মধ্যস্থଳରେ আজ্ঞা जो खुंटटा पोता जाइथिला আজ্ঞা सेटा को खुंट কোন ঘুন্টা দি रक्त चंदन काठरे तैयारी खुंट जाहाकू विद्या परीक्षा कला बेले द्रोणाचार्य सर मारिकी ता डाल सब छिंडे देइथिला। से खुंटी रे भारदा बंधा जाइछि। আচ্ছা भीम बांधी देई कि आसीछि। আজ্ঞা सहदेव को पठेला कहला मु मते निद लागुची जोर रे मु ठीक जाई पारुनी না না तू जा भारदा को धरी के आसी। राति पाई पाइबा अवस्था हो আজ্ঞা पाहिबो पाहिबो रजनी परा पाहिटी नाही पूर्व आकाशे तपन तीर्य कगति नाही से गति नाही रे से गति नाही से গতি নাই राति पाइबो पाइबो हो আজ্ঞা सहदेव गला बेलू गोटे बाघ मुहा शृगाल ता स्त्री हूँ बाघ मुही शृगाली ये दी जन जाक जाऊ আজ্ঞা शृगाल जिते जाई देखीदेला बंधा जाइछि भारदा আচ্ছা ताकू खाइबा को भारी मन होला। ये जिते बेले जाउछि खाइबो बाघ मुहा शृगाल আজ্ঞা कहला ए जमा जा निलो না না সেইটা দেহেরে হাত মারনা না না সেইটাকু ছুঁই দেলে সরিগলা নরকକୁ ଯିବ। କାହିଁକି কাহিকি ନା ଜୀବନରେ ଇଏ ପ୍ରଭୁ ନାମ କେବେ ଧରିନି। না ନା না ଯାହାକୁ ଖଜୁରିଆ କବି ଗୋପାଳ ପଣ୍ଡା ଧାରିଏ ଲେଖିଲେ କହିଲେ କୃଷ୍ଣ ନାମ ଯାର ନ ଧରେ ତୁଣ୍ଡ ମୋ ବାହାୟା মন বায়া মন जीवन में कृष्ण नाम टे तुंडरे न धरी না सेटा तुंड नुह सेटा रजक भांड रजक बोले धोबा আচ্ছা जो गंडी भितर स्त्री लोक मानकर अइला अवर्जना लुगा को काचे से जिए ता पाटीटा उठी से कहला कृष्ण नाम जान धरे रसना मो बाहाया মন বায়া মন सोना नुहे से भारी ओ सोना मो বায়া মন বায়া মন ये जीवन में कृष्ण ना धरिनी ये राम नाम धरिनी না ये भगवान ना दिने धरिनी ধরিনি तमे आपको मारिकी खाली खाइले तुम नरक गति हो
ନା ତାହେଲେ ୟାର କଣ ମୁକ୍ତି ନାହିଁ ନା ମୁକ୍ତି ଅଛି ନା ଇଏ କେମିତି ମୁକ୍ତି ପାଇବ ଏମିତି ଉତ୍ତର ଦେଲେ ମହାଭାରତ ଯୁଦ୍ଧରେ ହଁ କୋଉ ଦିନ କଣ ଘଟିବ ଆଜ୍ଞା ଇଏ ଯଦି ସବୁ କହିଦିଏ ହଁ ୟା ଛାତିଟା ଫାଟିଯିବ ଇଏ ମୁକ୍ତି ପାଇଯିବ ହଁ ଶୃଗାଳୀ ପଚାରିଲା କହିଲା ସ୍ୱାମୀ ସ୍ୱାମୀ ମହାଭାରତ ଯୁଦ୍ଧରେ କୋଉ ଦିନ କଣ ହବ ଇଏ କଣ ଜାଣିଛି ନା ନା ଜାଣିନି ନା ତମେ ଜାଣିଛ ହଁ ନା ମୁଁ ଜାଣିଛି ନା ଟିକେ କହୁନ କହୁନାହାନ୍ତି ମୁଁ ଟିକେ ଶୁଣନ୍ତି ହଁ ଭାରଦା ବନ୍ଧା ଯାଇଛି କିନ୍ତୁ ତାକୁ ନିଦ ହେଇନେଇ ଉତ୍ତର ଦଉଛି ବ୍ୟାଘ୍ରମୁଖ ଶୃଗାଳ ଆଜ୍ଞା କହିଲା ଲୋ ଶୁଣୁ ଏ ମହାଭାରତ ଯେ ଯୁଦ୍ଧ ହୋଇବ ଭୀଷଣ ଦେବବ୍ରତ ଭୀଷ୍ମ ସର ସଜ୍ଜା 10 ଦିନ ଯୁଦ୍ଧେ ଅଭି ମନୁଟା ମରିବ 14 ଦିନ ଯୁଦ୍ଧରେ ଦ୍ରୋଣାଚାର୍ଯ୍ୟ ଜୀବ ଦିନେ ମରିବ କୃପାଚାର୍ଯ୍ୟ ବୀର ଯୋଉଦିନ 18 ଦିନ ହବ ସେଦିନ ଅଶ୍ୱତ୍ଥମା ମରିବ ପାଲା ବାଲା ଆସିଲେ କହିବେ ନାଇଁ ତ ଯୋଉ 7 ଚିରଞ୍ଜୀବୀ ଭିତରେ ଅଶ୍ୱତ୍ଥମା ଅଛି ମୁଁ ବି ମନା କରୁନି ଥିଲେ କଣ ହବ ମୁଁ ନୃସିଂହ ହୋତା ଠିଆ ହେଇକି ମରୁଛି ମୋ ଦେହ ଭଲ ନାହିଁ ଠିକ ସେଇଭଳି ଅଶ୍ୱତ୍ଥମା ମୁଣ୍ଡରେ ଗୋଟେ ଅମୋଘ ମଣିଟିଏ ଅଛି ଅଶ୍ୱତ୍ଥମା 5 ପାଣ୍ଡବ ଭାବି କାଇଁସିକା 5 ବୋଲେ ବ୍ରହ୍ମଶର ମାରିବ ପାଣ୍ଡବ ମାନଙ୍କର ମରଣ ନ ହୋଇ ଦ୍ରୌପଦୀର 5ଟା ଯାକ ପୁଅ ମରିଯିବେ ଆଉ ସେଇଠି ଦ୍ରୌପଦୀ ସତ୍ୟ କରେଇବ ଯୋଉଦିନ ଅଷ୍ଟାଦଶ ବୋଲେ 18 ଦିନ ହବ ସେଇଦିନ ଅଶ୍ୱତ୍ଥମା ମୁଣ୍ଡରେ ଗୋଟେ ଅମୋଘ ମଣି ଥିବ ସେ ମଣିକୁ ଦ୍ରୌପଦୀ କଥାରେ ଦ୍ୱିତୀୟ ପାଣ୍ଡବ ବୃକୋଦର ଚିରିକି ଭିଡ଼ି ଆଣିବ ସେଇଦିନ ଠାରୁ ଅଶ୍ୱତ୍ଥମାକୁ ହବ କ୍ୟାନ୍ସର ଆଉ ସେ ଘା ଭଲ ହବନି ନା 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 ତେଣୁ ସବୁଦିନ ବଞ୍ଚି ବଞ୍ଚି ମରିବ କୁମାର ସେ ବଞ୍ଚିବା ଅପେକ୍ଷା ଯେ ମରଣଟା ସାର ବେଳେ ବେଳେ ଆମେ କହେନି ପ୍ରଭୁ ମରଣ ହେଇଯାନ୍ତା ମରିଯାଆନ୍ତି କି ଟିକେ ତରି ଯାଆନ୍ତି ଯେତେବେଳେ ମଣିଷକୁ ଅଧିକ ଯନ୍ତ୍ରଣା ହୁଏ ଯେତେବେଳେ ମଣିଷକୁ ମାଲ ଅଧିକ କଷ୍ଟ ହୁଏ ସେତେବେଳେ ସେ ଭଗବାନଙ୍କୁ ଡାକିବ ପ୍ରଭୁ ମରିଯାଆନ୍ତି ହେଲେ ଅଶ୍ୱତ୍ଥମାକୁ ଭୀମ ଏମିତି ଅବସ୍ଥା କଲା
ତା ମୁଣ୍ଡରେ କ୍ୟାନ୍ସର ହେଇଗଲା। ଭିଡି ଆଣିଲା ମର୍କତ ଅମୋଘ ମଣିମାଳାକୁ। ସେ ଘା ଜମା ଶୁଖିଲାନି। ପୂଜ ରକ୍ତ ଧାର ଧାର ବହିକି ଗନ୍ଧେଇଲା। ଏ ତ ବର ପାଇଯାଇଛି ଶିବଙ୍କଠୁ ଅଶ୍ୱତ୍ଥମା ସବୁଦିନ ବଞ୍ଚିବ ବୋଲି, ମରିପାରୁନି, କିନ୍ତୁ ସେ ଗନ୍ଧକୁ ସହିପାରୁନି। ତାହେଲେ ସଜନ ବର୍ଗେ ଉତ୍ତର ଦେଲେ ସେଇ ଭାରଦା ଉତ୍ତର ଦେବ ସବୁ। ଭାରଦା ସବୁ କହିଦେଲା। ବାଘମୁଖ ଶୃଗାଳ ସବୁ ଶୁଣୁଛି। ସହଦେବ ଯାଇଛି ଭାରଦାକୁ ଫିଟେଇକି ଆଣିବା ପାଇଁ। ସହଦେବ ସବୁ ଶୁଣିଦେଲା। ଆଜି ଯୁଦ୍ଧରେ କଣ ହବ, କାଲି ଯୁଦ୍ଧରେ କଣ ହବ, ପରଦିନ ଯୁଦ୍ଧରେ କଣ ହବ, ସବୁ ଶୁଣିଦେଇକି ଜାଣିଦେଲା। ସହଦେବ ହେଇଗଲା ଜ୍ଞାନୀ। ଲଞ୍ଜା ତାରାଟା ଗଳିଛି କୃଷ୍ଣ, ସହଦେବ ବସିଛନ୍ତି। କୃଷ୍ଣ ପଚାରିଲେ ସହଦେବକୁ, ଏ ସହଦେବ, ଆରେ ଲଞ୍ଜା ତାରାଟା ପଡିଛି, ଲଞ୍ଜା ତାରା ପଡିଲେ ସୁଖ ନା ଦୁଃଖ? ସହଦେବ କହିଲା, ଗାୟକ କେଶରୀ ଉଦୟନାଥ ରଥ ଶର୍ମା ଧାଡ଼ିଟିଏ କଲମ କଲେ। କଲା ବୋଲେ ସହଦେବ ଯୋଡ଼ି ଇଏ କର ଇଏ ଛଳ ଭାଷ କିମ୍ପା ଚକ୍ର ये धर आउ ये लीला भियान ये करिछ तो प्रभु ये की को सहदेव उत्तर देले। कहले प्रभु तुम्हें कौन जानी न? प्रभु तुम परा नीचे भागवत रे कहिछ करिक राउथा ये मुही मोबिनु अन्य केही नाही, मोबिनु अन्य केही नाही, मोबिनु अन्य केही नाही। हे प्रभु आपण को जानी नाहंती मर्त्य आसे रोहिणी सुंदरी मर्त्य आसे रोहिणी सुंदरी वो भीमन्यु बड़े धरी भीमनु बड़े धरी आपण जानी पारु नांती ए शिविर भीतर को वर्तमान चंद्र स्त्री रोहिणी आसीबो ना काहीकी ना अभिमन्यु मरिवा पे आसीबो ना अभिमन्यु को मारिवा पे तार कोन काम ना अभिमन्यु जेते बेले जन्म हैला आज्ञा प्रभु तमे रोहिणी स्वामी चंद्र देहरु 14टा कला आनी कि अभिमन्यु देहरे पुरे 14टा कला ए अभिमन्यु होची अनादि शक्ति
ଆଉ ଗୋଟେ ଝିଅକୁ ଜନ୍ମ କରିଥିଲ ତା ନା ଆଦି ଶକ୍ତି। ସିଏ ବର ପାଇଥିଲା ଯେମିତି ଜନ୍ମ ହବ ସେମିତି ସାଙ୍ଗେ ସାଙ୍ଗେ ମରିବ, ନହେଲେ ବିଶ୍ୱଟାକୁ ଜାଳିଦବ। ସିଏ କିଏ ନା ଆପଣ ମାନେ ଭଲରେ ଜାଣିଛନ୍ତି। କଲା ଏ ଭୂମି ଭାର ଧରା ହରଣ ପାଇକି ଜନ୍ମ ହେଲା ସେହି କନ୍ୟା। ନାମ ଯାଦବତେ ବିସ୍ତାରିଲା ବାବୁ ହୋଇଲା ବିଜୁଳି କନ୍ୟା। ଗୋଟେ ଝିଅ ଜନ୍ମ ହେଲା ତା ନା ବିଜୁଳି କନ୍ୟା। ଯେମିତି ଜନ୍ମ ହବ ସେମିତି ଆସିବ, ନହେଲେ ବିଶ୍ୱ ପ୍ରଳୟ ହବ। ଆଉ ଏ ଯୋଉ ଛୁଆଟା ଜନ୍ମ ହେଲା ଅଭିମନ୍ୟୁ, ଚନ୍ଦ୍ରର 14ଟା କଳା ନେଇ ଅନାଦି ଦେହରେ ଭର୍ତ୍ତି କଲେ ନାରାୟଣ। ଗୋଟେ କଳା ତା ଏକ୍ସପାୟାରୀ ଡେଟ୍ ଗୋଟିଏ ବର୍ଷ। 14ଟା କଳା ଅଭିମନ୍ୟୁ 14 ବର୍ଷରେ ମରିବ। ଯଦି 14 ବର୍ଷରୁ ଗୋଟାଏ ଦିନ ଅଧିକ ହେଇଯାଏ, ରାତି ପାଇଲେ ତା ପରଦିନ ଆଗ ତା ବାପାକୁ ମାରିବ, ତାପରେ ପ୍ରଭୁ ତୋତେ ମାରିବ। ରାଗିଗଲେ ଭଗବାନ କୃଷ୍ଣ। କହିଲେ ମାତୁଳ ଯସ୍ୟ ଗୋବିନ୍ଦ ପିତା ଯସ୍ୟ ଧନଞ୍ଜୟ। অভিমন্যু অনেশেতে নিয়তি কেন বাধ্যতে যা মামু ভগবান কৃষ্ণ যা বাপা কিচকবদ্ধরে গঙ্গাধর মেহেরধারী কলম করন্তু। কলা ধৈর্যটি যা বীর্য দেখি ये तो से देले बरो तो से देले बरो प्राण बांधव जदू पति के सबर पति के सबर যা মামু কৃষ্ণ যা বাপা অর্জুন যা বাপা শিব বেকে ଗାଣ୍ଡିବ ଧନୁ ପକେଇକି ହୁଳୁ ହୁଳୁ କରିକି ଫୋପାଡ଼ିଥିଲା। ତା ପୁଅ ମରିବ, ସହଦେବ କହିଲେ ନ ମରୁ, ମୋର କଣ ଯାଉଛି, ସେ ନ ମରୁ। ସିଏ ଯଦି ନ ମଲା ଆସନ୍ତା କାଲି, ସେଇ ଆସନ୍ତା କାଲିର ରାତି ପାଇଲା ପୂର୍ବରୁ ଆଗ ତା ବୋପାକୁ ମାରିବ, ତାପରେ ପ୍ରଭୁ ତତେ ମାରିବ। ନା ହଁ ଠିକ ଏତିକି ବେଳେ ଶୂନ୍ୟ ମାର୍ଗରୁ ଗୋଟିଏ ନାରୀଟିଏ ପ୍ରବେଶ କଲା ତଳୁକୁ। ଲେଖିଲେ ଗାୟକ କେଶରୀ ଉଦୟନାଥ ରଥ ଶର୍ମା। କଣ ଲେଖିଲେ? କଲା ଏକାଳରେ ଆସେ ମର୍ତ୍ତ୍ୟରେ ଆର୍ତେ ଓ ମର୍ତ୍ତ୍ୟ ଭାଇ। କାନ୍ଦିଲା ଗୋବିନ୍ଦ ଆପଣ ବାରମ୍ବାର ଫୋନ କରୁଛନ୍ତି, ମୁଁ ଉଠେଇବିନି ମାନେ ଏଇ ରାତିରେ ମୁଁ ନିଶ୍ଚିତ ଗୋଟେ ମଞ୍ଚ ଉପରେ ପାଲା ଗାଉଥିଲି। ଆଉ ରଖିଦଉଛି କଣ, ବାରମ୍ବାର ଫୋନ କରି ତ ଅସ୍ତବ୍ୟସ୍ତ କରୁଛ। ଜାଣିଲ ଉଠେଇଲି ନାହିଁ ମାନେ ମୁଁ ମଞ୍ଚ ଉପରେ ଅଛି।
ପାଣ୍ଡବଙ୍କୁ ଦେବ ରାଜ୍ୟ କରିଛ ପର ପତି ପ୍ରଦାନେ ନିଷ୍ଠୁର ହୁଅ ନାହିଁ ଆପଣ ପ୍ରଭୁ ମୁଁ ଆସିଛି ମୋ ସ୍ୱାମୀକି ଫେରେଇ ଦିଅ। 14 ବର୍ଷ ହେଲା ଯନ୍ତ୍ରଣା ପାଇଲିଣି ଆଜ୍ଞା ବିରହ ଯନ୍ତ୍ରଣାରେ ମୁଁ ଜଳିଗଲିଣି ପ୍ରଭୁ ମୋ ସ୍ୱାମୀକି ବଞ୍ଚେଇ ଦିଅ ମୋ ସ୍ୱାମୀକି ମତେ ଫେରେଇ ଦିଅ। ଫେରେଇ ଦିଅ। ସେ କିଏ କିଏ? ନା ଚନ୍ଦ୍ରଙ୍କର ସ୍ତ୍ରୀ ରୋହିଣୀ। ରୋହିଣୀ। ତମେ କହିଥିଲ ଆଜ୍ଞା 14ଟା କଳା ଚନ୍ଦ୍ରର ନଉଛି 14 ବର୍ଷ ବଞ୍ଚିବ ତାପରେ ଫେରିଦେବି। ହେ ପ୍ରଭୁ ରାତି ପାଇଲେ 14 ବର୍ଷ ପୂରଣ ହବ। ଆଜ୍ଞା ମୋ ସ୍ୱାମୀ କି ଦେଇଦିଅ ପ୍ରଭୁ। ଦେଇ ଦିଅ। କଲା ରକ୍ଷା କର ହେ ପ୍ରଭୁ ଦୀନତାର ରକ୍ଷା କର ହେ ପ୍ରଭୁ ଦୀନତାର ମାଗୁଛି କାନି ଦେଖି ନାରୀର ମାନ ହେ ନାରୀର ମାନ ମାଗୁଛି ନାରୀର ମାନ ହେ ନାରୀର ମାନ ତୁମ୍ଭେ ଅଟନ୍ତି ପରା ପାଣ୍ଡବ ପ୍ରିୟ ତୁମେ ଅଟନ୍ତି ପରା ପାଣ୍ଡବ ପ୍ରିୟ ଧରା ଭାର ଜନମ ପ୍ରିୟ ଆଉ କିଛି ମାଗୁନି ନ ମୋ ସ୍ୱାମୀ କି ମାଗୁଛି ଦେଇ ଦିଅନ୍ତୁ। ପଡ଼ିଗଲେ ଅଡୁଆରେ କୃଷ୍ଣ ଗୋଟେ ପଟେ ଭଣଜା ଆଜ୍ଞା ଗୋଟେ ପଟେ ଚନ୍ଦ୍ରସ୍ତ୍ରୀ ରୋହିଣୀ। ପ୍ରଭୁ ବିଚାର କଲା କଲା କଣ କରିବି ନା ଏମିତି ଗୋଟେ ବାଟ ତିଆରି କରିବି ସାପ ମରିବ ବାଡ଼ି ଭାଙ୍ଗି ବାଡ଼ି ଭାଙ୍ଗିବନି। ନିଜେ ଭଗବାନ ନାରାୟଣ ଉତ୍ତର ଦେଲେ ରେ ମା ମା ତୁ ଗୋଟେ କାମ କର କଣ? ଛଦ୍ମ ବେଶକୁ ଧାରଣ କର। ଆଜ୍ଞା ଛଦ୍ମ ବେଶକୁ ଧରି ଆହା ପାଣ୍ଡବ ମାଙ୍କର ନାରୀ ମାନଙ୍କ ଭିତରେ ଲୁଚିକି ରହ। ରହ। ରାତି ପାଇଲେ ଆଜ୍ଞା ପାଣ୍ଡବ କୌରବଙ୍କର ଯୁଦ୍ଧ ହବ। କାଲି ଦ୍ରୋଣାଚାର୍ଯ୍ୟ ହେବେ ସେନାପତି। ଆଉ କାଲି ଯୁଦ୍ଧରେ ଅଭିମନ୍ୟୁଟାକୁ ମାରିବା ଦାୟିତ୍ୱ ମୋର। ମୋର ଅଭିମନ୍ୟୁ ମରିବ ତୁ ତୋ ସ୍ୱାମୀ କି ନେଇକି ଯିବୁ। ହଁ ତୁ ଯା ରେ ମା। ଯା ପାଣ୍ଡବ ମାନଙ୍କ ନାରୀ ମାନଙ୍କ ଭିତରେ ଆଜ୍ଞା ଛଦ୍ମ ବେଶରେ ଲୁଚିଲା କିଏ ନା ଆପଣଙ୍କ ଚନ୍ଦ୍ରସ୍ତ୍ରୀ ରୋହିଣୀ। ରୋହିଣୀ ରୋହିଣୀ ଯୁଦ୍ଧ ଚାଲିଛି। ଚାଲିଛି ଏତେ ଏତେ ବଡ ବୀର ମାନେ ଥାଇବି ହଁ ହଁ ଦୁର୍ଯ୍ୟୋଧନର ଜିତାପଟ ହଉନି। କେମିତି ହବ? ଗଲା କାଲି ଅଷ୍ଟ୍ରେଲିଆ ଇଣ୍ଡିଆ ଖେଳ ହଉଥିଲା। ଆଜ୍ଞା କୁଟି ଦେଲେ 264 ରନ୍। ଛାଡ଼ିବେନି ଯେମିତି ରୋହିତ ଶର୍ମା ଟା ଆଉଟ ହେଇଗଲା ନାଚିଲେ ଅଷ୍ଟ୍ରେଲିଆ ବାଲା। ହେଲେ ମୂର୍ଖ ଗୁଡାକ ଜାଣି ପାରୁନାହାନ୍ତି କୋହଲିଟା ଅଛି।
ତୋତେଇ ଦେଲା ପାହାରେ ପାହାରେ ଲାଷ୍ଟ କୁ ଅଷ୍ଟ୍ରେଲିଆ ବୁପା ନା ପଚାରିଲେ ଆସିଲାନି ସବୁ ଛାଡିକି ଗାଲି ଘରକୁ ପଳେଇଲେ ଇଣ୍ଡିଆ ୱିନ୍ ତୁ ବୁଝିବା ଦରକାର ମହାଭାରତ ଯୁଦ୍ଧ ହବ ଆସନ୍ତା କାଲି ପାଣ୍ଡବ କୌରବ ଭିତରେ ଦ୍ରୋଣାଚାର୍ଯ୍ୟଙ୍କ ପାଖରେ କାନ୍ଦୁଛି ଏ ଶକୁନି ପାଖରେ କାନ୍ଦୁଛି ଦୁର୍ଯ୍ୟୋଧନ ମାମୁଁ ପାଖରେ ଏଠି ପାଲା ବାଲା ମାନେ ଆସିକି ଲମ୍ବେଇ ଦେବେ ଶକୁନି ତା ନା କାହିଁକି ହେଲା କଣ ପାଇଁ ସିଏ ଶକୁନି ସମଗ୍ର କୁରୁକୁଳ ନିଧନ କେମିତି ଖାଇବାକୁ ଦେଲାନି ଟାଇମ ପାସ୍ ହେଇଯିବ ତାଙ୍କ ପାଲା ଶେଷ ଘରେ ଯାଇକି ଆରାମରେ ଡାଲମା ଭାତ ଖାଇକି ଶୋଇବେ ବିଷ ବାଟରେ ଧପ କାନ୍ଦିଲା କିଏ ନା ଦୁର୍ଯ୍ୟୋଧନ ମାମୁଁ ଆଗରେ କେମିତି କାନ୍ଦିଲା କେମିତି ଗଣକବି ବୈଷ୍ଣବ ପାଣି ଧାରିଏ କହିଲେ କହିଲା ସରିଲି ମାମୁଁ ସରିଲି ହେ ବଂଶ ବୈରୀ ପଣ୍ଡୁ ସୁଦେ ଶକୁନି ହସି ଦେଲା କହିଲା ଭଞ୍ଜା ଆଜ୍ଞା ଆରେ ତୋ ଆଖିରେ ଲୁହ ତୁ କାନ୍ଦୁଛୁ କାହିଁ କାନ୍ଦୁଛି ତ ଆରେ ଇଣ୍ଡିଆର ପରା ଗୋଟେ ବ୍ୟାଟ୍ସମ୍ୟାନ ହେଲେ ଅଷ୍ଟ୍ରେଲିଆର 10ଟା ୱିକେଟ ଯାକ ରନ ବାଡେଇ ଦବ ତୋ ପାଖରେ ସେ ଭଳିଆ ବ୍ୟାଟ୍ସମ୍ୟାନ ଅଛି ତୁ ଡରୁଛୁ କାହିଁକି ପଠଉନୁ ଜଗିକି ଦେଲା 7 ନମ୍ବର ରୋହିତ ଶର୍ମା ପଠେଇଲା ହାର୍ଦ୍ଦିକ ପାଣ୍ଡ୍ୟା ସେ କଣ 3 ନମ୍ବରରେ ଯିବା ବ୍ୟାଟ୍ସମ୍ୟାନ କହିଲା ତୁ ଖାଲି ଥା ଆମେ ଜଗିଛୁ ଗୋଧା ଜଗିଛୁ ବାଟ ହେଲା ବେଳେ ବାଡିଆଟେ ବାଡେଇ ଦଉ ଏକାଥରକେ ଅଷ୍ଟ୍ରେଲିଆ ଛାଡିକି ପଳେଇବ ସେଇଆ ହେଲା ଆଉ କଣ ମୁଁ ତ ପାଲା ପେଣ୍ଡାଲକୁ ଆସିବା ପୂର୍ବରୁ ଅନେଇକି ବଇଛି ଆଉ ବଲ ପକେଇଲା ବୋଲର ଟେକି ଦେଲା ବ୍ୟାଟଟା ଯେ ଏକା ବେଳକେ ଛକା ତାର 264 ଇଣ୍ଡିଆର 267 ରନ୍ ଇଣ୍ଡିଆ ଜିତିକି ଫାଷ୍ଟ ଷଡଙ୍ଗୀ ପାଟପୁରର ଗାୟକଙ୍କ ସାହିତ୍ୟ ଚର୍ଚ୍ଚାରେ ମୁଗ୍ଧ ହୋଇ 101 ଟଙ୍କା ଭାରତ ମୁଦ୍ରା ପ୍ରଦାନ କରିଛନ୍ତି ହଉ କଲ୍ୟାଣ କରନ୍ତୁ ସତ୍ୟନାରାୟଣ ମଙ୍ଗଳ ହଉ ବିନାୟକ ବାବୁଙ୍କର ବିନାୟକଙ୍କର ତ ଅନ୍ୟ ନାମ ହେଉଛନ୍ତି ଗଣେଶ ଆପଣ ଗଣେଶ ସମାନ ସେଇ ଗଜାନନ ବକ୍ରତୁଣ୍ଡ ମହାକାୟ
ଆଜ୍ଞା ସୂର୍ଯ୍ୟ କୋଟି ସମପ୍ରଭ ଗୋଟିଏ ସୂର୍ଯ୍ୟର ତେଜ ବୀର୍ଯ୍ୟ ଓଜ ଆଉ ବଳ ଆପଣଙ୍କୁ ସେଇ ବିନାୟକ ବୋଲି ସୂର୍ଯ୍ୟ ଦେବତା ବା ସେଇ ଗଣେଶ ପ୍ରଦାନ କରନ୍ତୁ ଆପଣଙ୍କର ମଙ୍ଗଳ ହଉ ସର୍ବେ ବୋଲ ଆନନ୍ଦେ କବାର ହରି ବୋଲ ଆଜି ଆର ଗାଈକୁ କେହି ଟଙ୍କାଟେ ଦବନି ଗଲା କାଲିଠୁ ଆଜି ଯାକେ ମାଗୁଛରେ ଟଙ୍କା 200ଟା ଦଉନୁ ଜମା ଦେଲାନି ନ ଦଉ ତା ପାଠ ଲୁଗାଟା ମୁଁ ନେଇଯାଇଛି କହିଲି 200 ଟଙ୍କା ଦବୁନି ନ ଦେ ତା 1200 ଟଙ୍କିଆ ପାଟ ଲୁଗାଟା ନେଇଯାଇଛି କହିଲେ ଆଉ ନେହି ଦେଙ୍ଗେ 200 ବଦଳରେ ଯଦି ଆଉ 100 ବଢେଇକି 300 ଦବୁ ତାହେଲେ ପାଟ ଲୁଗା ପାଇବୁ ନଇଲେ ନେହି ଦେଙ୍ଗେ ଆଉ ସେ ପାଟ ଲୁଗା ଯାହା ପାଖରେ ଅଛି ମୁଁ ବସା ଘରକୁ ଗଲା ବେଳକୁ ଯଦି ମୋ ଲୁଗା ନଥାଏ କାଲି ତା ଅବସ୍ଥା ବି ବାରଣ୍ଡା ଜିକଡା କରିଦେବି ସଜ୍ଜନ ବର୍ଗେ ତାହେଲେ କାନ୍ଦିଲା କିଏ ନା ଦୁର୍ଯ୍ୟୋଧନ ଶକୁନି କହିଲା ଗାଈ କାନ୍ଦୁଛୁ ଆରେ ଆମର ବଡ ବ୍ୟାଟ୍ସମ୍ୟାନ ତ ଗୁରୁଦେବ ଅଛନ୍ତି ଯା ଦ୍ରୋଣାଚାର୍ଯ୍ୟ ପାଖକୁ ଆଜ୍ଞା ଦ୍ରୋଣାଚାର୍ଯ୍ୟ ଚାହିଁଲେ କାଲି ପାଣ୍ଡବ ହବ ପୃଥିବୀ ଚାଲିଲା ଦୁର୍ଯ୍ୟୋଧନ ଗୁରୁଦେବ ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ପହଞ୍ଚିଲା କାନ୍ଦିଲା ଗୁରୁଙ୍କ ନିକଟରେ କହିଲା ଆପଣ ପରା ମୋର ଗୁରୁ କହିଲା ଘେନ 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 ହେ ଗୁରୁ ମୋର ଜଣାଣ ଗୁରୁ ମୋର ଅଣ୍ଟାଟା ତ କାମ କରୁନି ଆଉ କଣ କରିବି ନହେଲେ ଗୋଟେ ଗୋଟେ ଆକ୍ସନରେ ସୁନା ଦାସ ଛାତି ଫଟେଇ ଦିଅନ୍ତି ଏଟା ତ କାମ କରୁନି ଡବଲ ବେଲ୍ଟ ମାରିକି ଆସିବାକୁ ପଡୁଛି ଆଉ କଣ କରିବି କହିଲା ଘେନ ଘେନ ହେ ଗୁରୁ ମୋର ପ୍ରଣାମ ଗୁରୁ ମୋର ପ୍ରଣାମ ଘେନ 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 ହେ ମନରେ କି ମୋ ମନରେ କି ମୋ ମନରେ କି ମୋ ମନରେ କି ମୋ ମନରେ କି ରଖିଛି ଧ୍ୟାନ ଘେନ 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 ହେ ଘେନ ମୋର ପ୍ରଣାମ ମୋର ପ୍ରଣାମ ଘେନ 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 ହେ ଭାରତ ଭୂମିରେ ଧରତିଆ ପକ୍ଷୀ ଘଣ୍ଟ ଘୋଡ଼ାଇ ରଖିଲ ଆପଣ ଘଣ୍ଟ ଘୋଡ଼ାଇ ରଖିଲ ଆପଣ ବ୍ୟାଧ ମାରି ଦେଇ ମୃଗୁଣୀକୁ ଦେବ ବ୍ୟାଘ ମାରି ଦେଇ ମୃଗୁଣୀକୁ ଦେଲ ଆଚ ବିଦେତାକୁ ବୈକୁଣ୍ଠେ ସ୍ଥାନ ଘେନ 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 ହେ ଘେନ ମୋର ପ୍ରଣାମ ଘେନ ମୋର ପ୍ରଣାମ ଘେନ 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 ହେ ଗୁରୁଙ୍କ ପାଦ ତଳେ ପଡିଗଲା ଲୋମ ହେଇ ଆଜ୍ଞା କହିଲା ତମ ବାଦ ହର୍ତ୍ତା କର୍ତ୍ତା ଆଉ କେହି ନାହାନ୍ତି ନା ନା ଆଉ ଗୋଟେ ପଦ ମନେ ପଇଲା କଣ ମନେ ପଇଲା କବି ହେଲେ ସନ୍ଥ କବି ଭୀମ ଭୋଇ ଭୀମ ଭୋଇ ଭଜନ ମାଳରୁ କାହିଁକି ଗୋଟେ ପଦ ସାଙ୍ଗେ ସାଙ୍ଗେ ମନେ ପଡିଗଲା ଭୀମ ଭୋଇ ପଦେ ଲେଖିଲେ କଣ ଲାଗିଲେ କହିଲା ଗୁରୁ ହର୍ତ୍ତା କର୍ତ୍ତା ଦୈବ ବିଧାତା ଇଏ ଗୁରୁ ଇଷ୍ଟ ଦାତା ଶାସ୍ତ୍ରରେ କହି ଆଉ ସେ ଗୁରୁ ପୟରେ ଲୟ ଦେଲେ ତୁରେ ସେ ଗୁରୁ ପୟରେ ଲୟ ଦେଲେ ତୁରେ ବାୟାରେ ଇଏ ଜମ ଯାତନା ଇଏ ବାଧିବ ନାହିଁ ମୋ ବାଇ
ଠିଆ ଉଧା ଅନେଇଲେ ହୁତା ଝାଡ଼ିଦବ। ମୁଁ କହିଛି ଭାବନା ମୁଁ ଜାନୁହରା ହୋଇଛି ଦୁର୍ବଳ, ଭାଷା ଗୋଳମାଳ ହେଲେ ହୋଇବି ପ୍ରବଳ। ସେ ଗୋର ପୟର ଲୟ ଦେଲେ ତୋରେ, ସେ ଗୋର ପୟର ଲୟ ଦେଲେ ତୋରେ, ଏ ରୋମ ଯାତନା ଭାଇବ ନାହିଁ ଭାଇ ମନରେ। ଦିନ ଯାଉଛେ ବହି, ଦିନ ଯାଉଛେ ବହି ଭାଇ ମନରେ। ଦେଖ ଗୁରୁ ଗଦା ପଦା ଗଦା ଗଦା ପଦା ଗୁରୁ ଗଦା ପଦା ଗଦା ପଦା ପଦ ଗୁରୁ ଛଡା ଗଦି ମୁଁ ଗଦି ନାହିଁ। ଗୁରୁଙ୍କର କୃପା ପାଇଗଲେ ଥରେ, ଗୁରୁଙ୍କର କୃପା ପାଇଗଲେ ଥରେ, ଗୁରୁଙ୍କର କୃପା ପାଇଗଲେ ଥରେ, ଗୁରୁଙ୍କର କୃପା ପାଇଗଲେ ଥରେ। ସାରରେ ଓ ଜାମ୍ବର ଦିନ ଯାଉଛେ ବହି, ଦିନ ଯାଉଛେ ବହି ଭାଇ ମନରେ। ମାମୁଁ ଶକୁନି ପ୍ରରୋଚନାରେ ଆପଣ ମାନଙ୍କର ଦୁର୍ଯ୍ୟୋଧନ ଗୁରୁଦେବ ଦ୍ରୋଣାଚାର୍ଯ୍ୟଙ୍କ ପାଦ ତଳରେ ଶରଣ ନେଲା। ଆଉ ଦ୍ରୋଣାଚାର୍ଯ୍ୟ ସହିପାରିଲେନି, ନା କହିଲେ ଯା ଯା, କହିଲା କାଲି ପୃଥିବୀ ହୋଇବ ଏ ପାଣ୍ଡବ ବିହୀନ। ପାଣ୍ଡବ ବିହୀନ। କହିଲା କାଲି ଠାରୁ କୁନ୍ତି ହେବ ଏ ପୁତ୍ର ପୌତ୍ରହୀନ। ପୁତ୍ର ଯା ଯା କାଲି ମାରିଦେବି ସବୁ, କାହାକୁ ରଖିବିନି। ଯା କୋଉ ପଞ୍ଚ ପାଣ୍ଡବ ରହିବେନି, ନା ନା ତାଙ୍କ ପିଲା ଛୁଆ କେହି ରହିବେନି। ନା 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 କରିବାନି। ନା ବୋପାଲ ଏମିତିଆ ଅସ୍ତ୍ର ତମ ପାଖରେ ଅଛି ହଁ ନା? ହଁ, ହଁ ଆମେରିକାକୁ ସମସ୍ତେ କାହିଁକି ପିଲେ ଡରୁଛନ୍ତି? କାହିଁକି? ନା ତା ପାଖରେ ପରମାଣୁ ଶକ୍ତି ମେଞ୍ଚେ କଥା ହେଇଛି। ପ୍ରବଳ। ତାପରେ ରୁଷିଆକୁ ଡରୁଛନ୍ତି, ତାଠୁ ତାର ଟିକେ କମ ଅଛି। ଆମ ଇଣ୍ଡିଆ ବି ଆଉ କମ ହେଇକି ନାହିଁ। ନା ନା ଗୋଟିଏ ଘଣ୍ଟା ଯଦି ଛଡା ହେଇଯାଆନ୍ତା ପାକିସ୍ତାନିଆଙ୍କ ବେଣ୍ଟ ମାରି ଦିଅନ୍ତେ ଆମେ। ଏମିତି ଗୋଟେ ରାତି ଆସିକି ଜଣେ ଭାରତୀୟର ମୁଣ୍ଡ କାଟିକି ନେଇଗଲେ। ମୋଦି ଅର୍ଡର ଦେଇଦେଲା, ଅଧା ରାତି ହେଇଛି ଆଉ ଗଲେ ହେଲିକପ୍ଟର ନେଇକି ଆଉ 350 ଶୋଇଥିଲେ, ଏକାଥରେ ସଫା କରିଦେଇକି ଆଇଲେ। ସେଇଦିନଠୁ ଆଉ ପାକିସ୍ତାନୀ ଆସୁଛନ୍ତି, ଆଉ ଅନୁପ୍ରବେଶ ସେତେ ଅଛି ବନ୍ଦ। ଆଇଲେ ଖାଲି ହଣା ହଉ, ଯେମିତି ସନା ଦାସ ପେଣ୍ଡାଲକୁ ଆଇଲେ ମୁଁ ତାକୁ ହାଣିବା ପାଇଁ ବଇଛି। ତେଣୁ ଦିନ ଯାଇଛି। ଦ୍ରୋଣାଚାର୍ଯ୍ୟ ଇଏ ଟିକେ ମିଠା ଆଜ୍ଞା, ମୁଁ ଆପଣ ମାନଙ୍କ ମନକୁ ଟିକେ ସୁଖ ଦେବା ପାଇଁ, ଆନନ୍ଦ ଦେବା ପାଇଁ ବାଦ ପାଲାରେ ଗାୟକ ମାନେ ପଦେ ପଦେ ଟିକେ ଟିକେ କୁହାକୁହି ନହେଲେ ପାଲାର ଛୁଙ୍କଟା ଟିକେ ଭଲ ଲାଗିବନି। ନହେଲେ ଏ ପଦଟା ନ କହିଥିଲେ କଣ ମୁଁ ପାଲା ଚାଲି ନଥାନ୍ତା। ତେଣୁ ଏ ପଦେ ପଦେ ଟିକେ ହେଲେ ଆପଣ ମାନଙ୍କୁ ଟିକେ ଆଉ ଟିକେ ମଜା ଲାଗିବ, ବଡିଟା ବୋଲେ ଦେହଟା ଟିକେ ଗରମ ଲାଗିବ। ଡାକିଲେ ଗୁରୁଦେବ ଦ୍ରୋଣାଚାର୍ଯ୍ୟ ପାଖରେ। ଦୁର୍ଯ୍ୟୋଧନ କହିଲା ତମ ପାଖରେ ଏମିତି କୋଉ ଅସ୍ତ୍ର ଅଛି? କହିଲା କୋଉ ଅସ୍ତ୍ର ଅଛି? ଆସନ୍ତା କାଲି ଏ ବିଶ୍ୱକୁ ପାଣ୍ଡବ ବିହୀନ କରିବା ପାଇଁ ମୁଁ ତିଆରି କରିବି ଚକ୍ରବ୍ୟୁହ। ଦୁର୍ଯ୍ୟୋଧନ ଟିକେ କାନେଇଲା, କହିଲା କଣ କହିଲ? ନା ଚକ୍ରବ୍ୟୁହ। ଚକ୍ରବ୍ୟୁହ ନା କଣ କହିଲ? ନା ଚକ୍ରବ୍ୟୁହ। ନା ସେ ଚକ୍ରବ୍ୟୁହଟା କେମିତିଆ? କେମିତିଆ? ସେ ଚକ୍ରବ୍ୟୁହଟା କଣ? ଦ୍ରୋଣାଚାର୍ଯ୍ୟ ଉତ୍ତର ଦେଲେ, କଲମ କଲେ ଗାୟକ କେଶରୀ ଉଦୟନାଥ ରଥ ଶର୍ମା।
ସେତେବେଳେ ପାଲା କେବଳ ଆଜ୍ଞା 16 ପାଲା ଭିତରେ ଚାଲିଥାଏ। ଆଜ୍ଞା କାବ୍ୟ ନାଟକ ସେତେ କିଛି ନଥାଏ। ନା ନା उपस्थित मोर सर्जन मंडली उपस्थित मोर मंचासीन